3 ବର୍ଷର ଛୋଟ ଛୁଆଟା ଖେଳୁଥିଲା ବେଳେ 2 ଇଞ୍ଚ କଣ୍ଟାଟେ ଢୁକି ଦେଇଛନ୍ତି। ଭଞ୍ଜନଗର ନେଲେ, ଭଞ୍ଜନଗର ଏକ୍ସରେ ବାହାର କଲେ, ସେ ଡକ୍ଟର ମନା କଲା, କହିଲା ବ୍ରହ୍ମପୁର ଜହରି। ବ୍ରହ୍ମପୁର ଗଲେ, ସେ ଡକ୍ଟର ମନା କଲା, କହିଲା ନାଇଁ ଝାଡ଼ା ରାସ୍ତାରେ ବାହାରି ପଡ଼ିବ, ତମେ ବ୍ୟସ୍ତ ହେବାର ଦରକାର ନାହିଁ, କହିଲେ ଫେରେଇଦେଲେ। ଆଉଥରେ ଫେରେ ଗଲେ, ଆଉଥରେ ଗଲୁଗୁରୁ କହିଲେ ନାଇଁ ବେଡଜନ କରିବାକୁ କହିଲେ, ଆଉଥରେ ସେ ଆଉ ଗୋଟେ ଡକ୍ଟର ପାଖକୁ ପଠେଇଦେଲେ। ସେ ଡକ୍ଟର ମନା କଲା, ସେ ଡକ୍ଟର କହିଲା ନାଇଁ ତମେ ଜହରି ମା, ଆଉ ମାସେ ପରେ ଆସିବ। ମାସେ ପରେ ଆସିଲା ଆଡୁ ଝାଡ଼ା ରାସ୍ତାରେ ଯଦି ଭଗବାନଙ୍କ କୃପାରୁ ବାହାରି ପଡ଼ିଲା, ବ୍ୟସ୍ତ ହବାନି ଦରକାର ନାହିଁ, ବାହାରି ପଡ଼ିଲା ଭଲ କଥା, ନହେଲେ ମାସେ ପରେ ଆସିବ। ଆସିଲେ ଦେଖିବା ସେ ପିଲାର କ'ଣ ବ୍ୟବସ୍ଥା କରିବା କହିଲେ, ମନା କଲେ, ନାଇଁ କଲେ। ଆଉ ଏବେ ମାସେ ହେଲେ ନିଆ ହରି ବ୍ୟବସ୍ଥା କରାହଉଛି। ଆମ ପାଖରେ ତ ଧନ ନାହିଁ, କି ପଇସା ପତ୍ର ନାହିଁ, କାର୍ଡ ବି ନାହିଁ, ରାସନ କାର୍ଡ ନାହିଁ, କି ହେଲ୍ଥ କାର୍ଡ ନାହିଁ। ସରକାର ତରଫରୁ କି ଡକ୍ଟର ମାନେ କି ବଡ଼ ବଡ଼ିଆ ଲୋକ କୁହନ୍ତି ଆମ ପିଲାକୁ ଯଦି ସାହାଯ୍ୟ କରିବେ, ପଇସା ପତ୍ର କରିକିରି କି ଦେଖେଇ ପାରିବେ ତାଙ୍କେ ଡକ୍ଟରଖାନାରେ, ହେଲେ ଆମ ପିଲା ତାଙ୍କ କୃପାରୁ, ଭଗବାନ କୃପାରୁ ଭଲ ହେଇପାରିବ। ସେଥିପାଇଁ ଏମିତି ଅଭିଯୁକ୍ତ ଆମେ କରୁଛୁ। ଆଜ୍ଞା ଆମର ଛୋଟ ପିଲାଟା 3 ବର୍ଷର ଛୁଆଟା କଣ୍ଟା ଢୁକି ଦେଇଛି, ସନ୍ଧ୍ୟାବେଳେ ଖେଳୁଥିଲା, ସେ କଣ୍ଟା ଢୁକି ଦେଇଛି। ଆଜ୍ଞା ସେ ପଚାରିଲା ବେଳକୁ ତାଇ ଢୁକି ଦେଇକି ମୋତେ କହୁଛି ବାବା ମୁଁ କଣ୍ଟା ଢୁକି ଦେଲି। କହିଲି ମୁଁ ତାକୁ ସାଙ୍ଗେ ସାଙ୍ଗେ ପାଣି ପିଆଇଲି, ପାଣି ପିଆଇକିରି ସେଠୁ ଲୋକମାନେ କହିଲେ ଆଉ ତାକୁ ଗୋଟେ କଦଳୀ ଫଦଳୀ ଆଣି ଖାଇବାକୁ ଦିଅ। ରାତିରେ ତ ଯାଇନଥିଲୁ, ସକାଳୁ ଉଠିକିରି ଗଲୁ, ଯାଇକି ଏକ୍ସରେ ବାହାର କଲା ବେଳକୁ ଭଞ୍ଜନଗରରେ ପେଟରେ ଛୁଆର କଣ୍ଟା ଅଛି। ଆଉ ତ ଗଲୁ ବ୍ରହ୍ମପୁର ନେଇକିରି। ଆଜ୍ଞା ବ୍ରହ୍ମପୁର ନେଇଗଲୁ, ଡକ୍ଟର ପାଖକୁ ଗଲୁ, ଡକ୍ଟର ଚିକିତ୍ସା ହେଲା, ବ୍ଲଡ଼ ଟେଷ୍ଟ କରାହେଲା, ଅପରେସନ୍ ପାଇଁ ସବୁ ରେଡ଼ି ହେଲା। ସେଠୁ ସାର୍ କହିଲେ, ସେ ସନ୍ଧ୍ୟାବେଳକୁ କହିଲେ ନାଇଁ ପିଲାମାନଙ୍କୁ ଅପରେସନ୍ କରାହେବନି, ଆଉ ତମେ ଜହରି ଘରକୁ ଝାଡ଼ା ଜ୍ୱର ହେଇ ବାହାରିବ। କହିଲୁ ଆମେ କହିଲୁ ପଳେଇ ଆସିଲୁ, ମାମୁଦି କହିଲେ ଆଉଥରେ 3 ଦିନ ବାଦେ ତମେ ଆସିବ। ଆସିଲୁ ଆମେ 3 ଦିନ ବାଦେ ଗଲୁ, ସେଠୁ 3 ଦିନ ବାଦେ ଗଲୁ, ଆମେ ଆଉଥରେ ରହିଲୁ, ସେଠି 2 ଦିନ ବେଡ୍ ଜଏନ୍ କରାହେଇଗଲା। ସାର୍ ଆଇ ନଥିଲେ, ହେଲେ ସେଠୁ 2 ଦିନ ରହିଲୁ ସେଠି। ସେଠୁ ସାର୍ ଆଇଲୁ, କହିଲେ ଦେଖିଲେ, ଆଉ ଜଣଙ୍କୁ ସାର୍ ପାଖକୁ ପଠେଇଲେ, ପଠେଇକିରି ମୋତେ କହିଲେ ଯଦି ସାର୍ ପାଖକୁ ଚେକ୍ କରିବ। ସେଠି ଗଲା ବେଳକୁ ଗୋଟେ ସାର୍ ଦେଖୁଥିଲେ, ଛୋଟ ଛୁଆ ଦେଖୁଛି ତାଙ୍କ ମାନେ, ସେ ସାର୍ ସେଠୁ କହିଲେ ରିପୋର୍ଟ ତାଙ୍କର ଯେଉଁ ଏକ୍ସରେ ବାହାର କରାହେଇଥିଲା, ସେ ଏକ୍ସରେଟା କମ୍ପ୍ୟୁଟର ପକେଇ ଦେଖିଲେ, କହିଲେ ନାଇଁ ପିଲାର କିଛି ହେବନି, ଆଉ ତମେ ଜହରି ଝାଡ଼ା ଜ୍ୱର ହେଇ ବାହାରିବ, ଆଉ ମାସ ପରେ ବାହାରିବ, ମାସ ପରେ ଯଦି ନ ବାହାରିବ ତମେ ଆଉ ଥରେ ନେଇକି ଆସିବ ଏଠି କହିଥିଲେ ମୋତେ। ଆଜ୍ଞା ଏତିକି। କେତେ ଦିନ ହେଲା ଘଟଣା ଘଟିଲାଣି? ଏଇଟା ଆଜ୍ଞା 20-22 ଦିନ ହେଇଗଲାଣି। 3-4 ଥର ଭଞ୍ଜନଗର 2 ଥର ଯାଇଛି। ଆଜ୍ଞା ବ୍ରହ୍ମପୁର ବି 2 ଥର ଯାଇଛି। ଆଜ୍ଞା ଏମିତି ସେ କଣ୍ଟା ବାହାରୁନି, ସେ ଭିତରେ ଆଗା ଅଛି, ଆଉ କ'ଣ 4ଟା ଏକ୍ସରେ ବାହାର କରିଛୁ, ହେଲେ କଣ୍ଟା ଯୋଉଠି ଅଛି ସେଇଟା ଆଗା ଅଛି। କ'ଣ କରିବ ଆଜ୍ଞା, ପଇସା ପତ୍ର ନାହିଁ, ଅଭାବ ଏମିତି। ଆପଣ ଟିକେ ସରକାର ଟିକେ ସାହାଯ୍ୟ କରିଲେ ଭଲ ହୁଅନ୍ତା, ମୋ ପିଲାର ଟିକେ କଣ୍ଟା ବାହାରି ପଡ଼ନ୍ତା ଏମିତି ଆଉ।